ଆରେ ସେମାନେ କେବଳ ନିଜ ସ୍ୱାର୍ଥର ସମୟ ଆମଠାରୁ ଚାହୁଁଥିଲେ। ଆମେ ବକା ସେମାନଙ୍କୁ ନିଜର ଭାବିନେଲୁ। ସମ୍ପର୍କର ଘର ଭିତରେ ସିଏ ସବୁବେଳେ ଏକୁଟିଆ ହୋଇ ରହିଯାଏ, ଯାହାର ହୃଦୟ ଆଉ ମୁହଁ ଦୁହେଁ ସବୁବେଳେ ସତ କହିଥାଏ। ଅନ୍ୟ ମଣିଷ ଉପରେ ବିଶ୍ୱାସ ରଖ, କିନ୍ତୁ ଏତେ ବି ବିଶ୍ୱାସ ରଖ ନାହିଁ କି ସିଏ ତୁମକୁ ଅନ୍ଧ ଭାବି ନେବ। ମଣିଷ ଆଗକୁ ନ ବଢ଼ିବା ପଛରେ ବି ଆଉ ଗୋଟିଏ କାରଣ ଅଛି। ସିଏ ଭରସାକୁ ସନ୍ଦେହ କରେ, ପୁଣି ସନ୍ଦେହକୁ ଭରସା କରେ। ଏନ୍ତୁଡ଼ିଶାଳର ନିଆଁରେ ଆରମ୍ଭ ଜୀବନ, ପୁଣି ମଶାଣି ନିଆଁରେ ଶେଷ ଏ ଜୀବନ। ତଥାପି ମଣିଷ ନିଜର ବାସ୍ତବତା ଭୁଲିଯାଇ ନିଜକୁ ବଡ଼ ଭାବିନିଏ। ଖୁସିର କାରଣ ଥାଉ କି ନଥାଉ, ବାସ୍ ଖୁସିରେ ରହିବାର ଅଭିନୟ କର। ଆଖପାଖ ଲୋକ ଚିନ୍ତାରେ ପଡ଼ିଯିବେ, ଏ ଲୋକ ଏତେ ଖୁସିରେ କେମିତି ଅଛି। ଯେଉଁ ସମ୍ପର୍କ ତୁମ ମାନସିକ ସ୍ଥିତିକୁ ନଷ୍ଟ କରେ, ସେହି ସମ୍ପର୍କରେ ତୁମେ କେବେ ଖୁସିରେ ରହିପାରିବନି। ଛାଡ଼ିଦିଅ ସେହି ସମ୍ପର୍କକୁ, ନହେଲେ ହାରିଯିବ ତୁମେ ଜୀବନ ଯୁଦ୍ଧରେ, ଆଉ ସାରା ଜୀବନ କାନ୍ଦିବ। କାନ୍ଦିଦେଲେ କେହି ନିଜର ହୋଇଯାଏନି, କାରଣ ସତ ଏହା କି ଯିଏ କନ୍ଦାଏ ସିଏ କେବେ ନିଜର ହୋଇନଥାଏ। ସ୍ୱାଦ ଛାଡ଼ିଦେଲେ ସ୍ୱାସ୍ଥ୍ୟକୁ ଫାଇଦା, ଯୁକ୍ତି ଛାଡ଼ିଦେଲେ ସମ୍ପର୍କକୁ ଫାଇଦା, ଆଉ ଚିନ୍ତା ଛାଡ଼ି ଖୁସିରେ ବଞ୍ଚିବା ଶିଖିଗଲେ ମନ, ଶରୀର, ଜୀବନ ସଭିଙ୍କୁ ଫାଇଦା। ଏଠି ଲୋକ ବି ବିଚିତ୍ର, ଅଧା ଶୁଣନ୍ତି, ଅଳ୍ପ ବୁଝନ୍ତି, ଆଉ କୁହନ୍ତି ଅଧିକ। ଶୁଣିଥିବା ପ୍ରଥମ କଥାର ଅର୍ଥ ହିଁ ବଦଳେଇ ଦେଇ ନିଜକୁ ଜ୍ଞାନୀ ଭାବନ୍ତି। କିଛି ଲୋକଙ୍କ ଚରିତ୍ର ପକ୍ଷୀମାନଙ୍କ ପରି ହୋଇଥାଏ, ଯେଉଁଠି ଦାନା ସେଇଠି ସେମାନଙ୍କ ଠିକଣା। ଦାନା ସରିଗଲେ ସେମାନଙ୍କର ଠିକଣା ବି ବଦଳି ଯାଇଥାଏ। ଏଇ ତିନି ପ୍ରକାର ମଣିଷ ସବୁବେଳେ ଅସୁବିଧାରେ ରୁହନ୍ତି। ହୃଦୟରୁ ସରଳ ମଣିଷ, ଅନ୍ୟ ପାଇଁ ମଙ୍ଗଳ ଚିନ୍ତା କରୁଥିବା ମଣିଷ, ସମସ୍ତଙ୍କୁ ସହଜରେ ବିଶ୍ୱାସ କରୁଥିବା ମଣିଷ, ଆଉ ସମସ୍ତେ ପରିସ୍ଥିତି ହିସାବରେ ରଙ୍ଗ ବଦଳେଇ ସୁବିଧାରେ ବଞ୍ଚନ୍ତି। ଯିଏ ନ ବୁଝୁଛି ତାକୁ ବୁଝେଇବା ଦରକାର ନାହିଁ, କାରଣ ସମୁଦ୍ରରେ କେତେ ବି ଚିନି ମିଶାଅ, ସିଏ କେବେ ମିଠା ହୋଇଯିବନି। ସୁନ୍ଦର ଚେହେରା ଥିବା ମଣିଷ ଜରୁରୀ ନୁହେଁ କି ସୁନ୍ଦର ମଣିଷ ହୋଇଥିବ, କିନ୍ତୁ ସୁନ୍ଦର ହୃଦୟ ଥିବା ମଣିଷ ବାସ୍ତବରେ ବହୁ ସୁନ୍ଦର ମଣିଷଟିଏ ହୋଇଥାଏ। କେବଳ ଭୁଲ କଲେ ଏଠି ଦଣ୍ଡ ମିଳେନି। ଦରକାର ଠାରୁ ଅଧିକ ଭଲ ହୋଇଗଲେ ବି ମଣିଷ ଦଣ୍ଡ ପାଇବାକୁ ଯୋଗ୍ୟ ହୋଇଯାଏ। ଗଙ୍ଗା ପାଣି ଛିଞ୍ଚି ହୋଇଯାଅ କି ଗଙ୍ଗା ନଦୀରେ ବୁଡ଼ ପକାଅ, ପାପ କେବେ ଧୋଇଯିବ ନାହିଁ। ଯଦି ମନରେ ପାପ ଥାଏ, ତେବେ ଶରୀର ଗାଧେଇଲେ କ'ଣ ଲାଭ? ମଣିଷ ସବୁ କିଛି ଭୁଲି ପାରିବ, କିନ୍ତୁ ସେଇ ମୁହୂର୍ତ୍ତ କି ସେଇ ମଣିଷକୁ କେବେ ନୁହେଁ, ଯେଉଁ ମୁହୂର୍ତ୍ତ ବା ଯେଉଁ ମଣିଷ ପାଇଁ ସିଏ ଆଜି ବି କଷ୍ଟରେ ଅଛି।